ପ୍ରେଜ୍ ଲର୍ଡ ଶୁଭା Praise the ଯାଉଛି Lord. କି? Yes, ଆଜ୍ଞା yes, ପ୍ରଭୁଙ୍କ ନାମ ଗୌରବ ହେଉ ପ୍ରଶଂସା ହେଉ। ଅ, ପୁନର୍ବାର ପ୍ରଭୁଙ୍କ ଉପସ୍ଥିତିରେ ଆସି ପ୍ରଭୁଙ୍କ ବାକ୍ୟ ଶିଖିବା ନିମନ୍ତେ ଆମମାନେ ସୁନ୍ଦର ଅବକାଶଟି ଆମମାନେ ପାଇଅଛୁ। ତେଣୁକରି ବିଶେଷ କରି ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ଏଠାରେ ଉପସ୍ଥିତ ପ୍ରଭୁଙ୍କର ଦାସ ଦାସୀ ମାନେ ବିଭିନ୍ନ ଜାଗାରୁ ବିଭିନ୍ନ ସ୍ଥାନରୁ ଆପଣମାନେ ଏ ଅନଲାଇନରେ ଜୁଡ଼ିତ ହେଇ ବସିଛନ୍ତି ନିଜ ଗୃହରେ ଏବଂ ନିଜ ବାସସ୍ଥାନରେ। ତ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ବିଶେଷ ଆଜିର ଟପିକ ଯାହା ରହିଅଛି ଅତି ଗୁରୁତ୍ୱପୂର୍ଣ୍ଣର ବିଷୟ ଏବଂ ଅତି ଗୁରୁତ୍ୱ ଟପିକ ଆମମାନେ ନିହାତି ଜାଣିବା ଆବଶ୍ୟକ। ଏବଂ ଆମମାନେ ସଦାବେଳେ ସ୍ୱର୍ଗ ବିଷୟ ଏବଂ ଆମମାନେ କେମିତି ସ୍ୱର୍ଗକୁ ଯିବା ଏବଂ କ'ଣ କଲେ ସ୍ୱର୍ଗକୁ ଯିବା ବା ଆମମାନେ ସ୍ୱର୍ଗରେ କେମିତି କ୍ୱାଲିଫାଇ ହେବା ସେହି ବିଷୟ ଆମମାନେ ଶିକ୍ଷା ଲାଭ କରିଥାଉ ବା ଶିକ୍ଷା ଲାଭ ପ୍ରାପ୍ତ ହେଇଥାଉ। ତା ସହିତ ଆମମାନେ ନର୍କର ବିଷୟ ମଧ୍ୟ ଜାଣିବା ନିହାତି ଆବଶ୍ୟକ। କାରଣ ଯେତେବେଳେ ଆମେ ନର୍କର ବିଷୟ ଆମମାନେ ଶିଖିବା, ସେ ନର୍କର ବିଷୟ ଆମମାନଙ୍କୁ ଏକ ସତର୍କ ବାଣୀ ଆମମାନଙ୍କୁ ଦେଇଥାଏ ଯେ ଆମମାନେ ଯଦି ପ୍ରଭୁଙ୍କଠାରେ ଯଦି ଆମମାନେ ବିଶ୍ୱାସ କରିବା ନାହିଁ, ପ୍ରଭୁଙ୍କଠାରେ ଯଦି ଆମେ ଲାଗି ରହିବା ନାହିଁ, ତେବେ ନର୍କ ଭିତରକୁ ଯଦି ଆମମାନେ ଯିବା ତାର କନସିକ୍ୱେନ୍ସେସ୍ କ'ଣ ରହିଅଛି, ତାର ପରିଣାମ କ'ଣ 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 ରହିଅଛି, ସେହି ବିଷୟ ଏ ନର୍କର ବିଷୟ ପ୍ରକାଶ କରେ। ତେଣୁକରି ନର୍କର ବିଷୟ ଯେତେବେଳେ ଆମମାନେ ଶିକ୍ଷା ଲାଭ କରୁ, ଏ ବିଷୟ ଆମମାନଙ୍କୁ ସତର୍କ ବାଣୀ ଦେଇଥାଏ ବା ଆମମାନଙ୍କୁ ପ୍ରସ୍ତୁତ କରେ ସଦାପ୍ରଭୁଙ୍କୁ ଅପେକ୍ଷା କରିବା ନିମନ୍ତେ। ତ ପ୍ରଭୁ ଗୌରବ ପାଆନ୍ତୁ। ଆଜି ଏ ସନ୍ଧ୍ୟା ସମୟରେ ଆମମାନେ ଉପସ୍ଥିତ ହୋଇଅଛୁ। ତେଣୁ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ପ୍ରତ୍ୟେକଙ୍କୁ ଅନୁଗ୍ରହ କରନ୍ତୁ ଏ ବାକ୍ୟ ବା ଏ ଟପିକ ଶିଖିବା ନିମନ୍ତେ। ତ ଆସନ୍ତୁ ଆମମାନେ ସଂକ୍ଷିପ୍ତ ଭାବରେ ପ୍ରାର୍ଥନା କରିବା। ପ୍ରାର୍ଥନା ସହିତ ଏ ବାକ୍ୟ ଆମମାନେ ଶିଖିବା ପାଇଁ ଯିବା। ଆସ ଆମମାନେ ପ୍ରାର୍ଥନା କରିବା। ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ତମର ସେହି ମହାନ ପବିତ୍ର ନାମକୁ ଆମମାନେ ଧନ୍ୟବାଦ ଦଉଛୁ, ପ୍ରଶଂସା ଗୌରବ କରୁଛୁ ପିତା। ଆଜି ଏହି ସନ୍ଧ୍ୟା ସମୟରେ ପ୍ରଭୁ ତମ ଉପସ୍ଥିତିରେ ଆସି ତମର ସେହି ଜୀବନ୍ତ ବାକ୍ୟ ଶିଖିବା ନିମନ୍ତେ ପ୍ରଭୁ ହେ ସୁନ୍ଦର ଅବକାଶଟି ପାଇଅଛୁ। ପ୍ରଭୁ ଧନ୍ୟବାଦ ଦଉଛି। ପ୍ରଭୁ ଯେତେ ତମ ଦାସ ମାନେ ପ୍ରଭୁ ବିଭିନ୍ନ ଜାଗାରୁ ନିଜ ନିଜ ସ୍ଥାନରୁ ପ୍ରଭୁ ଯେତେ ଜଣ ପ୍ରଭୁ ସେମାନେ ଜଡ଼ିତ ହୋଇ ଅଛନ୍ତି, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପ୍ରଭୁ ଯେଉଁ ବାକ୍ୟ ଆମମାନେ ଶିଖିବୁ, ଯେପରି ଏ ବାକ୍ୟ ଦ୍ୱାରା ପ୍ରଭୁ ଆମମାନେ ନିଜକୁ ପ୍ରଭୁ ସଜାଗରେ ରଖିବୁ ଏବଂ ପ୍ରସ୍ତୁତ କରିବୁ ଏବଂ ଆତ୍ମିକ ଦିଗରେ ଆମମାନେ ବଢ଼ିପାରିବୁ, ଏଥି ନିମନ୍ତେ ସାହାଯ୍ୟ କର। ବିଶେଷ କରି ପ୍ରଭୁ ଏ କ୍ଲାସକୁ ତମ ହସ୍ତରେ ସମର୍ପଣ କରୁଛି। ଆରମ୍ଭ ମଧ୍ୟମ ଶେଷ ପର୍ଯ୍ୟନ୍ତ ତୁମେ ଆମମାନଙ୍କର ସଦାପ୍ରଭୁ ହୋଇ ଏବଂ ଈଶ୍ୱର ହୋଇ ପ୍ରଭୁ এই କାର୍ଯ୍ୟକୁ ତୁମେ ପରିଚାଳନା କର ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କଲି। ଆମେନ୍, ଆମେନ୍, ଆମେନ୍। ତ ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ ଆମମାନେ ଦେଖିବା ସେଇ ଟପିକ, ଯେଉଁ ଟପିକ ଅତି ଆବଶ୍ୟକ ବିଷୟ। ଆଜି ସେ ବିଷୟ ଆମମାନେ ଦେଖିବା ପାଇଁ ଆମମାନେ ଚେଷ୍ଟା କରିବା ବା ଆମମାନେ ସେ ବିଷୟ ଆଲୋଚନା କରିବା। ତ ଗତ କ୍ଲାସରେ ଅଲରେଡି ଆମମାନେ ଡିସ୍କସନ କରିଛୁ ବା ଆଲୋଚନା କରିଛୁ। ତା ହଉଛି ସ୍ୱର୍ଗର ବିଷୟ ଏବଂ ସ୍ୱର୍ଗର ତାର ମୂଳ ଶବ୍ଦ କ'ଣ କ'ଣ ରହିଅଛି, ତାର ଅନ୍ୟାନ୍ୟ ନାମ କ'ଣ କ'ଣ ରହିଅଛି ଏବଂ କିଏ ମାନେ ଯିବେ ଏବଂ ସ୍ୱର୍ଗ କେମିତି ରହିଅଛି, ସେହି ବିଷୟ ଆମମାନେ ଅଧ୍ୟୟନ କରିଥିଲୁ। ତ ଆଜି ସେଇ ବିଷୟ ଆମମାନେ ଅଧ୍ୟୟନ କରିବା ନାହିଁ, ଆମମାନେ ନର୍କର ବିଷୟ ଆମମାନେ ଅଧ୍ୟୟନ କରିବା ବା ନର୍କର ବିଭିନ୍ନ ନାମ ଗୁଡ଼ିକ ଆମମାନେ ଦେଖିବା ପାଇଁ ଆମମାନେ ଚେଷ୍ଟା କରିବା। ଓକେ, ଲେଟ୍ସ ସି the hell, the hell and the hell and the different names of hell. ନର୍କର ପୁଣି ଆର ବିଭିନ୍ନ ନାମ ରହିଅଛି। ओके, वॉट एवर इट इज। ओके, हेल इंग्लिश बात हेल गाम तो जी कनी किनोरायन आते और किनोरायन हेल बोली को जाए इंग्लिश रे। ओडिया रे ता माने कहो नरक। एंड आरो मूल शब्द जदि आम माने देखिबा बा बाइबल रो मूल शब्द पुरातन नियम एवं नूतन नियम ए दुईटी
ନିୟମ ପୁସ୍ତକରେ ନର୍କର ନାମ ଭିନ୍ନ ଭିନ୍ନ ଦିଆଯାଇଅଛି, କିନ୍ତୁ ଏ ଦୁଇଟି ନାମ ଗୁଡ଼ିକ ସେଇ ଏକା ବିଷୟ ହିଁ ଦର୍ଶାଏ ବା ଏକା ବିଷୟ ହିଁ ବା ସେ ନର୍କ ବିଷୟ ହିଁ ବୁଝେଇଥାଏ ବା କେବଳ ନର୍କର ବିଷୟ ହିଁ ଦର୍ଶାଇଥାଏ। ତ ଆସନ୍ତୁ ଆମମାନେ ପ୍ରଥମେ ଦେଖିବା ପୁରାତନ ନିୟମରେ କଣ କଣ ତାର ମୂଳ ଶବ୍ଦ ରହିଅଛି ସେହି ବିଷୟ ଆଜି ଆମମାନେ ଦେଖିବା। ଇ ହିବ୍ରୁ ୱାର୍ଡ ଦି ହିବ୍ରୁ ୱାର୍ଡ ସିଓଲ ବୋଲି କହନ୍ତି ହିବ୍ରୁ ଶବ୍ଦରେ, ସିଓଲ ବୋଲି କହନ୍ତି। ତ ଏ ସିଓଲର ଅର୍ଥ ଇଂଲିଶରେ ଗ୍ରେଭ୍ ବୋଲି କହନ୍ତି। ଗ୍ରେଭ୍ର ଅର୍ଥ ହଉଛି ଓଡ଼ିଆରେ କବର। କବର କବର କୋଉଠି? ମାଟି ଭିତରେ। ହେଲେ Keturunan juga ki keturunan atul manrajan atul tenji manra kailenan manrajan atul tenji ada galing kobor বুলি amane কহু বা ইংলিশের গ্রেভ বুলি amane কহু। তো ইব্রু শব্দর মূল শব্দ যদি আমମାନେ ଦେଖିବା ତ ସିଓଲ ଏବଂ ସେଇ ସିଓଲ ଶବ୍ଦ ଗ୍ରେଭ୍ ବୋଲି ମଧ୍ୟ କୁହାଯାଏ ବା କବର ବୋଲି ମଧ୍ୟ କୁହାଯାଏ। କେବଳ ସେତିକି ନୁହଁ, ଏ ବିଷୟ ମଧ୍ୟ ଏ ବିଷୟକୁ ଦର୍ଶାଏ, ତାହା ହଉଛି ଅନସିନ୍ ରେଲମ୍ ଅଫ ଦ ଡେଥ୍। ତାର ଅର୍ଥ ମୃତ୍ୟୁ ମାନଙ୍କର ବାସ୍ତବିକ ଅଦୃଶ୍ୟ ବା ଅଧେକ ସ୍ଥାନ ବୋଲି କୁହାଯାଏ। ମୃତ୍ୟୁ ମାନଙ୍କର ବାସ୍ତବିକ ଅଧେକା ସ୍ଥାନ ବୋଲି ମଧ୍ୟ କୁହାଯାଏ ଏଇ ନର୍କକୁ। ଯଦି ଆମମାନେ ଏକ୍ସପ୍ଲେନେସନ ବିଷୟ ଯଦି ଦେଖିବା, the Sheol refers to the place where all the dead go. A Sheol ଆର ଅର୍ଥ ହଉଛି ଯେଉଁ ସ୍ଥାନରେ କି ମୃତ୍ୟୁ ମାନେ ଯାହାନ୍ତି, ମୃତ୍ୟୁ ଲୋକମାନେ ଯାହାନ୍ତି, ସେ ସ୍ଥାନ ମଧ୍ୟ ସିଓଲ ବୋଲି କୁହାଯାଏ ବା ପାତାଳ କୁଣ୍ଡ ବୋଲି ମଧ୍ୟ କୁହାଯାଏ। ଏବଂ ବିଶେଷ କରି ଏ ସ୍ଥାନ ଶେଷ ବିଚାର ଦିନ ପରେ ଏ ସ୍ଥାନରେ ଲୋକମାନଙ୍କୁ ନିଆଯିବ, ଯେମାନେ ପ୍ରଭୁଙ୍କଠାରେ ବିଶ୍ୱାସରେ ରହିନଥିବେ ଏବଂ ସ୍ୱର୍ଗ ରାଜ୍ୟ ଯିବା ନିମନ୍ତେ ଅନକ୍ୱାଲିଫାଇଡ୍ ଥିବେ, ସେହି ଲୋକମାନେ ଏ ସ୍ଥାନକୁ ଯିବେ। ସୋ not their final place of punishment. ଏ ସ୍ଥାନ ଏ ପର୍ଯ୍ୟନ୍ତ existed, nothing has existed or not yet prepared. ନର୍କ କୋଉଠି ଅଛି ୱାଣ୍ଡକୁ ଆମମାନେ ଜାଣିନୁ, କିନ୍ତୁ ସଦାପ୍ରଭୁ ଅଲରେଡି ସେଟା ପ୍ରସ୍ତୁତ କରିକି ସେ ରଖିଛନ୍ତି। ଏବଂ ସେଇ ନର୍କ ଯିବାର ଯେମାନେ ଯିବେ ବା ଯେମାନେ ସେଇ ନର୍କ ପାଇଁ କ୍ୱାଲିଫାଇଡ୍ ହେବେ, ନର୍କ ଯିବା ପାଇଁ ସେମାନେ କ୍ୱାଲିଫାଇଡ୍ ହେବେ, ସେ ପର୍ଯ୍ୟନ୍ତ ସେଇ ଘଟଣା ଏ ପର୍ଯ୍ୟନ୍ତ ପହଞ୍ଚିନି। ସୋ ଆଫ୍ଟର ଦ ଫାଇନାଲ ଜଜମେଣ୍ଟ ଶେଷ ବିଚାର ଦିନ ପରେ ସେଇ ସିଓଲ ବା ଦ ନର୍କ ତାହା ପ୍ରକାଶିତ ହେବ। ଆଜି ଯଦି ଆମମାନେ କିଏ ଯଦି ପଚାରିବେ ନର୍କ କୋଉଠି, ନର୍କ କେମିତିକା ବା କେଉଁ ପ୍ରକାର ଯଦି କହିବେ, ହୁଏତ ଆମମାନେ ବାଇବଲରୁ ବିଭିନ୍ନ ରେଫରେନ୍ସ ଧରିକି ଆମମାନେ କହିପାରିବା hell is like that, hell is something, it is a fiery place, ଅଗ୍ନିମୟ ସ୍ଥାନ, କଣ କଣ ଆମମାନେ ବିଭିନ୍ନ ଦୃଷ୍ଟିକୋଣରୁ ସେ ନର୍କର ବିଷୟ ଆମମାନେ ଏକ୍ସପ୍ଲେନେସନ କରିପାରିବା, କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଆମମାନେ କହିପାରିବା ନାହିଁ କି ନର୍କ କୋଉଠି ଅଛି। ଯେମିତି ଗତ କ୍ଲାସରେ ସ୍ୱର୍ଗ କୋଉଠି ବା କେଉଁ ସ୍ଥାନରେ ଅଛି, ଉପରେ ନା ତଳେ ନା ବାମ ପଟେ ନା ଡାହାଣ ପଟେ ନା ପଛେ, କିଏ ଯଦି ପଚାରିବ ଆମମାନେ ନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ଡାଇରେକ୍ସନକୁ ଆମମାନେ ଦେଇପାରିବା ନାହିଁ ଯେ କରାବଡ଼ି ସିଅର ଜରୁମ ସିଅର ମୁଙ୍କାବାଡ଼ ନଲୁଙ୍କା ନଡ ଯାଇତେ ଆମମାନେ କହିପାରିବା ନାହିଁ। ଯେହେତୁ ଏ ନର୍କ ଏବଂ ସ୍ୱର୍ଗ ଏଟା ହଉଛି ଆମମାନଙ୍କର ବିଶ୍ୱାସର ବିଷୟ ଏବଂ ପରମେଶ୍ୱର ତାର ଅର୍ଥ ନୁହେଁ ଯେ ନର୍କ ନାହିଁ କି ସ୍ୱର୍ଗ ନାହିଁ ବୋଲି ମୁଁ କହୁନି। ସ୍ୱର୍ଗ ନର୍କ ଅଛି, କିନ୍ତୁ ଆମମାନେ ହେ ପର୍ଯ୍ୟନ୍ତ ସେଟା ଦେଖି ନାହୁଁ। satang Bible ndo ong leng lemte the Bible na bir na sala len dir dir ren kana dir dir ren
ଆଲେନ ଆଲେନ ଇଥିନା ମ୍ୟାଡାମ ତେମ୍ବେ ଆଲେନ ମସପାଦମ ତେମ୍ବେ ନିଜକୁ ପ୍ରସ୍ତୁତ କରୁଛୁ। ଓକେ, ପ୍ରଭୁଙ୍କର ଲୋକମାନେ ଏ ଶବ୍ଦ ଯାହାକି ମୁଁ କହିଲି ନର୍କ ନର୍କ ପାଇଁ ଇବ୍ରୁ ଇବ୍ରୁ ମୂଳ ଶବ୍ଦ କଣ ବୋଲି କହିଲି? ସିଓଲ। ସିଓଲ। ଯଦି ଏ ସିଓଲ ଶବ୍ଦ ଯଦି ଆମମାନେ ଦେଖିବା ବିଭିନ୍ନ ପୁସ୍ତକରେ, ଏ ପୁରାତନ ନିୟମ ପୁସ୍ତକରେ ବିଭିନ୍ନ ଜାଗାରେ ଏ ସିଓଲ ଶବ୍ଦ ହାଇଲାଇଟ କରାଯାଇଅଛି ବା ବ୍ୟବହାର କରାଯାଇଅଛି। ଯଦି ଆମମାନେ ଦେଖିବା ଆଦି ପୁସ୍ତକ ତାର 37 verse 35 ରେ ଯଦି ଦେଖିବା ସେଟାରେ ହେପରି ଲେଖାଯାଏ, they wept for him to Sheol। तिथे মানে Joseph Abir na titik terdekau do kani Seoul eating lam tagam den even କିଏ କିଏ ଯଦି ପାଇଛନ୍ତି ଟିକେ ପଠନ କରିବେ କି ଆଦି ପୁସ୍ତକ ତାର 37 verse 35 ଇତିଙ୍ଗ ଆପ ଦେତେ ଯଦି କିଏ ପାଇଛନ୍ତି ପଠନ କରନ୍ତୁ। 35 ପଢିବା। ଅନନ୍ତର ତାହାଙ୍କର ସମସ୍ତ ପୁତ୍ର ଓ ସମସ୍ତ କନ୍ୟା ଉଠି ତାକୁ ସାନ୍ତ୍ୱନା କରିବାକୁ ଯତ୍ନ କଲେ, ମାତ୍ର ସେ ମାନିଲେ ନାହିଁ। ପୁଣି ସେ କହିଲେ, ମୁଁ ଶୋକ କରୁ କରୁ ପୁତ୍ର ନିକଟକୁ କବରକୁ ଅଧଗମନ କରି ପ୍ରକାରେ ତାହାର ପିତା ତାହା ନିମନ୍ତେ ରୋଦନ କଲେ। Yes, ଧନ୍ୟବାଦ। thank you। Tene itin gamna ni dalam gamna ne kobor buli lekai ce kobor tulungan de madam lam tekan ke Seoul tulungan। ওকে, হ্যাঁ, এ শব্দ কেবল নর্ক বিষয় ହିଁ କେବଳ ନର୍କ ବିଷୟ ହିଁ ଦର୍ଶାଏ ନାହିଁ, ଇଭେନ୍ ତୁଲୁଙ୍ଗ ଲମ୍ତେ ଯଦି ଆଦି ଗୀତ ସହିତ ତାର 16-10 ପଦରେ ଯଦି ଆମମାନେ ଅଧ୍ୟୟନ କରିବା ସେଟାରେ ମଧ୍ୟ ଏ ବିଷୟ ଏ ସିଓଲ ଶବ୍ଦ ବ୍ୟବହାର କରାଯାଇଅଛି। ଇଂଲିଶରେ ସିଓଲ ବୋଲି ଲେଖା ହେଇଛି, ତ ଓଡ଼ିଆରେ ପାତାଳ। ତମେ ମତେ ପାତାଳ ସ୍ଥାନରେ ବା ମୋ ପ୍ରାଣ ତମେ ପାତାଳ ସ୍ଥାନରେ ମତେ ତ୍ୟାଗ କର ନାହିଁ ବୋଲି ଲେଖା ହେଇଛି। ଆଉ ଉପଦେଶକ ତାର 9 ଅଧ୍ୟାୟ 10 ପଦରେ ଯଦି ଆପଣ ମାନେ ଯଦି ଦେଖିବେ, ଏ ସିଓଲ ସ୍ଥାନ ହଉଛି ଯେଉଁ ସିଓଲ ଶବ୍ଦ ନର୍କକୁ ଦର୍ଶାଉଛି। ନର୍କ ହଉଛି ଯେଉଁଥିରେ କି କିଛି କାର୍ଯ୍ୟ ନାହିଁ, କଳ୍ପନା ନାହିଁ, ଜ୍ଞାନ ନାହିଁ, ବୁଦ୍ଧି ଆପଣ ମାନେ ପାଇପାରିବେ ନାହିଁ, ସେ ସ୍ଥାନ ସିଓଲକୁ ଦର୍ଶାଏ ବା ନର୍କକୁ ହିଁ ଦର୍ଶାଏ। where there is no work, where there is no thoughts, where there is no knowledge, where there is no wisdom, that is called Sheol, and that Sheol it indicate hell। ଯୋଉଥିରେ କି କାର୍ଯ୍ୟ ନାହିଁ, କି କଳ୍ପନା ଜ୍ଞାନ ନାହିଁ ବା କଳ୍ପିତ ଜ୍ଞାନ ନାହିଁ ବା ବୁଦ୍ଧି ନାହିଁ, ସେ ସ୍ଥାନରେ କଣ ବୋଲି କୁହାଯାଏ? ନର୍କ ବୋଲି କୁହାଯାଏ ବା ସିଓଲ ବୋଲି କୁହାଯାଏ। ବାସ୍ତବରେ ନର୍କ ଏମିତିକା ଜାଗା, ଆପଣ ସେଠି କାର୍ଯ୍ୟ କରିପାରିବେ ନାହିଁ, କି ଆପଣ କିଛି କଳ୍ପନା କରିପାରିବେ ନାହିଁ, ବା ଆପଣଙ୍କ ପାଖରେ ସେ ସ୍ଥାନରେ ଯଦି ମାନେ ଯିବା, you can't get any knowledge। ସେଠି ଜ୍ଞାନର ସ୍ଥାନ ନୁହଁ। ଉପଦେଶକ ଅନୁସାରେ, ଉପଦେଶକ ତାର 9-10 ଏବଂ ଜିସାୟ ତାର 14-9ରେ ଏପରି ଲେଖାଯାଏ, you are brought down to Sheol। କନି ଜିସାୟ ମିଗଲ ବାଗୁ ଆସୁରା ତିଜି ଲେଖନ୍ତି କାନା ଶବ୍ଦ ବ୍ୟବହାର କରାଯାଇଅଛି। ତ ପ୍ରଭୁଙ୍କର ଲୋକମାନେ କାହିଁକି ଏତେ ଗୋଟିଏ ମୁଁ ରେଫରେନ୍ସ ଦେଲି, ଯେହେତୁ ଏ ସିଓଲ ଶବ୍ଦ ନର୍କକୁ ବି ହିଁ ଦର୍ଶାଏ, ପାତାଳ ଖୁଣ୍ଟ କୁ ବି ମଧ୍ୟ ଦର୍ଶାଏ ଏବଂ କବରକୁ ବି ମଧ୍ୟ ଦର୍ଶାଏ। ଏ ସମସ୍ତ ବିଷୟ ଏ ସିଓଲ ଶବ୍ଦ ଦର୍ଶାଏ ଏବଂ ତାହା ସହିତ ନର୍କର ବିଷୟ ମଧ୍ୟ ଦର୍ଶାଏ। ତ ଏ ବିଷୟ ଆମମାନେ ଜାଣିବା ଆବଶ୍ୟକ, କିନ୍ତୁ ଅଲ୍ଟିମେଟଲି ଏ ବିଷୟ ଆମମାନେ ଜାଣିବାକୁ ପଡିବ ଯେ ସିଓଲର ଅର୍ଥ ହଉଛି the realm of the death, ମାନେ ମୃତ୍ୟୁର ବାସ୍ତବିକ ସ୍ଥାନ ବା କବର ସ୍ଥାନ, ଏବଂ ଯେଉଁଥିରେ କି ଶେଷ ବିଚାର ଦିନ ପରେ ଆମ ଲୋକମାନେ ଯିବେ, ସେ ସ୍ଥାନ ହଉଛି ନର୍କ। ଓକେ, ଆସନ୍ତୁ ଆମମାନେ ଆଉଥରେ ଦେଖିବା ଗ୍ରୀକ ଶବ୍ଦ, ତାର ଗ୍ରୀକର ମୂଳ ଶବ୍ଦ ଦେଖିବା। ଗ୍ରୀକର ମୂଳ ଶବ୍ଦ ହଉଛି ଗେହେନା।
गेहेना गेहेनार अर्थ होउची the place of final punishment, eternal fiery destination. ଏହା ହଉଛି ଶେଷ ଧନ୍ଦର ସ୍ଥାନ ବା ବା ଶେଷ ଶେଷ ବା ଅନନ୍ତକାର ଅଗ୍ନିମୟ ସ୍ଥାନ ବୋଲି କୁହାଯାଏ। ଗେହେନାର ଅର୍ଥ ହଉଛି ଇବ୍ରୁ ଗ୍ରୀକର ମୂଳ ଶବ୍ଦ ନର୍କ ପାଇଁ ତା ହଉଛି ଗେହେନା ଏବଂ ଗେହେନାର ଅର୍ଥ ହଉଛି the place of final punishment. And it is not only the final punishment, but it is also the eternal fiery destruction, sir. जोटा कि हम माने कहो अनंत काल अग्निमय स्थान बोली कुआଯାଏ। तो प्रभुଙ୍କର ଲୋକମାନେ ए गेहेनाର ଶବ୍ଦ ଯଦି ଆମ ମାନେ ଦେଖିବା କେବଳ ପୁରାତନ ନୂତନ ନିୟମରେ ଏ ଶବ୍ଦ ବ୍ୟବହାର କରା ଯାଇ ନଥିଲା। ଅବଶ୍ୟ ଏ ଶବ୍ଦ କେବଳ ନୂତନ ନିୟମରେ କେବଳ ଏ ଶବ୍ଦ ବ୍ୟବହାର କରାଯାଉନଥିଲା ଏବଂ ପୁରାତନ ନିୟମରେ ମଧ୍ୟ ବ୍ୟବହାର କରାଯାଉଥିଲା, କିନ୍ତୁ ଇବ୍ରୁ ଶବ୍ଦରେ ବ୍ୟବହାର କରାଯାଉଥିଲା ଏବଂ ସେଇ ଇବ୍ରୁ ଶବ୍ଦ ହେଉଛି ସିଓ। And for example, Jerusalem ଆଡମ୍ବା ଆବ ଥଲତର ବୋଲି କହିଲେ ତ ହେବ ନାହିଁ। There was a valley of Hinnom, valley of Hinnom ବୋଲି କୁହାଯାଏ। valley of Hinnom ର ଅର୍ଥ ହେଉଛି ଜେରୁସାଲେମ ନିକଟସ୍ଥ ଗୋଟେ ଉପତ୍ୟକା ଥିଲା ଏବଂ ସେଇ ଉପତ୍ୟକାର ନାମ ହଉଛି ଇନ୍ନମ ଏବଂ ସେଇ ସ୍ଥାନରେ ଅନେକ କଣ କହନ୍ତି ଅନେକ ଆଇଡଲ ମୂର୍ତ୍ତି ମାନେ ଯାଇକି ସେଠି ପିଙ୍ଗିକି ସେମାନେ କଣ କରୁଥିଲେ ସୟଜି ଦକୁନା ସୟଲେଞ୍ଜିଆ ଆଜାଗା ଜନଂଦେନ iting gamle lamle gamle de wanti sonuman sisire soyeji puna jaga iting gamle lamle gamle de divine punishment বা ঐশ্বরিক দ্বন্দ্ব দেবার স্থান বুলি সেমানে নামিত কলে পুরাতন নিয়মরে এবং সেই স্থান মধ্য গেহেনা বুলি দর্শাউতিলা বা ଯେଉଁ ସ୍ଥାନରେ ସଦାପ୍ରଭୁ ବିଚାର କରନ୍ତି ଲୋକମାନଙ୍କୁ ପନିଶମେଣ୍ଟ ଦିଅନ୍ତି ସେ ସ୍ଥାନକୁ କଣ ବୋଲି କୁହାଯାଏ? ଗେହେନା ବୋଲି କୁହାଯାଏ। ତ ପ୍ରଭୁ ଗୌରବ ପାଆନ୍ତୁ। ନୂତନ ନିୟମରେ ଅନେକ ତାର ରେଫରେନ୍ସ ଗୁଡ଼ିକ ରହିଅଛି। ମାଥ୍ୟୁ ସୁସମାଚାର ତାର 5:22 ପଦରେ ସେହି ଗେହେନା ଶବ୍ଦ ବ୍ୟବହାର କରାଯାଇଅଛି ଏବଂ ସେହି ଗେହେନା ଶବ୍ଦ ବିଶେଷ କରି ନର୍କକୁ ଦର୍ଶାଏ। ମାର୍କ ଲିଖିତ ସୁସମାଚାର ତାର 9:43ରେ ଯଦି ଆପଣ ମାନେ ଦେଖିବେ ସେଥିରେ ମଧ୍ୟ ସେହି ଗେହେନା ଶବ୍ଦ ବ୍ୟବହାର କରାଯାଇଅଛି ଗ୍ରୀକରେ ଏବଂ ସେହି ଗେହେନା ଶବ୍ଦ ନର୍କକୁ ଦର୍ଶାଏ। ଏବଂ ବୁକ୍ ଅଫ ରେଭେଲେସନ ପ୍ରକାଶିତ ବାକ୍ୟ 20 ଅଧ୍ୟାୟ 14 ପଦରେ ଯଦି ଆପଣ ମାନେ ଅଧ୍ୟୟନ କରିବେ ସେଟାରେ ଦ୍ୱିତୀୟ ମୃତ୍ୟୁ ସ୍ଥାନ ବୋଲି କୁହାଯାଏ ବା ଦ୍ୱିତୀୟ ମୃତ୍ୟୁ ସ୍ଥାନ ବୋଲି ଏଠି କୁହାଯାଇଅଛି। ମୋର ଈଶ୍ୱରଙ୍କ ଲୋକମାନେ ଏ ଦ୍ୱିତୀୟ ମୃତ୍ୟୁ ସ୍ଥାନ କଣ? What is meaning of second death? ଦ୍ୱିତୀୟ ମୃତ୍ୟୁର ଅର୍ଥ କଣ? What is second death and what is past death? ପ୍ରଥମ ମୃତ୍ୟୁ କଣ ହଟେ ଏବଂ ଦ୍ୱିତୀୟ ମୃତ୍ୟୁ କଣ ହଟେ? ପ୍ରଥମ ମୃତ୍ୟୁ ହଉଛି ଯାହାକି ଆମମାନେ ଶାରୀରିକ ଭାବରେ ଆମମାନେ ମୃତ୍ୟୁ ବରଣ କରୁ, ତାହା ହଉଛି ପ୍ରଥମ ମୃତ୍ୟୁ ଏବଂ ଦ୍ୱିତୀୟ ମୃତ୍ୟୁ ହଉଛି ଯାହାକି ଆମମାନେ ଯାହାକି ଅବିଶ୍ୱାସୀ ମାନେ ନର୍କକୁ ଯିବେ ଏବଂ ନର୍କରେ ଯାଇକି ସେମାନେ ନା ମରିବେ ନା ବଞ୍ଚିବେ ନା କଣ କରିବେ। ସେଠି ସେମାନେ ପରମେଶ୍ୱରଙ୍କ ଠାରୁ ଆବମଜ୍ଜବ eigentlich sangai dekutiji abamajab kituna dong gilaratiji abamajab kituna among sarangi sangai dekutiji tahi দ্বিতীয় মৃত্যু বুলি কোৱা যায়। যেহেতু উইথাউট গড দেয়ার ইজ নো লাইফ, যেহেতু নরকরে সদাপ্রভু রহিব নাই, সদাপ্রভু আপন খুঁজিলে মধ্যে পাই পারিবে নাই এবং সে স্থান হি দ্বিতীয় মৃত্যু বুলি কোৱা যায়। তেণুকৰি মোৰ ঈশ্বৰଙ୍କ ଲୋକମାନେ এ নর্ক ইজ সেকেন্ড ডেথ অফ ফ্লেশ, দ্বিতীয় মৃত্যুর স্থান অটে। তেণুকরি আমମାନେ ନିଜକୁ ପ୍ରସ୍ତୁତ କରିବାକୁ ପଡିବ। we have to prepare ourselves। ତ ଆସନ୍ତୁ
let's see what are the different names of hell. Bigger bigger kanika କଣ କହନ୍ତି ନରକର ନାମ ଆମମାନେ ଦେଖିବା ନେକ୍ସଟ ପେଜରେ। ତା ପୂର୍ବରୁ ବାଇବଲ ଆମମାନଙ୍କୁ କଣ ଶିକ୍ଷା ଦେଇଥାଏ ଏ ନରକର ବିଷୟ। Hell is a real, eternal, and prepare for the devil and his angel. ନରକ ହଉଛି ବାସ୍ତବିକ, ଅନନ୍ତ ଏବଂ ଦୁଷ୍ଟ ଲୋକମାନଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଇଅଛି। And then it is place of torment, it is a place of suffering. ଏହା ହଉଛି ଯନ୍ତ୍ରଣାର ସ୍ଥାନ ଅଟେ ଏବଂ ଏ ସ୍ଥାନ ହଉଛି ପରମେଶ୍ୱରଙ୍କ ଠାରୁ ପୃଥକ ହେବାର ସ୍ଥାନ ଅଟେ ଏବଂ ଏହା ହଉଛି ଅନକ୍ୱେନ୍ସେବଲ ଫାୟାର। irpitut irpitut darkunan ang aja pala irpitut na at lebih ang jaga kanira kon konti ka জঙ্গলের কেবে দেখিছন্তি কি ওয়ান্ট পিডলা বমচপ এমিতি কে জঙ্গল খাট সবু মানে সবু জন আমি আরা দেতি কি আখি আরা দেতি সবু জুম সেতে এলে অগন দিবা বগা তগিন 24 hours nyamang la dakulin de gude kemiti gude ta মানে কেতে হিট দজিং গরম তা সে সৃষ্টি করিব এলে অনন্ত কাড় গামলে না ওকে ইতিন পং ইতি নম্বরি ইতি যে গনালামলেন বাতি ওরে বানুক দিলেন বাতি জং রক্তিবে গনুং তো কি গনুং gileben den dan wan sering yertai wan sering karab gnuung ba yerben den karab di gileben den jerom gileben na jum lang ne ti goy to ogen kurayam deti do ajari nirdin namrenji jari tinagamle kuna meneng baninji geluti ji do kuna meneng baninji irtunako ayam sikoja aninji kanal kalingan dekutinji ramdaji nalingan ore tigoy ସେମାନେ ଯନ୍ତ୍ରଣାରେ ସେମାନେ ପରିପୂର୍ଣ୍ଣ ହେଇକି ରହିବେ ନା ସେ ସ୍ଥାନରେ ନା ମରିବେ ନା ବଞ୍ଚିବେ। ତ bomandra bobse iting gamintin sar yang gamba togilingan tu yerrenjeden ma jetu hamor body togilingan da boga bomandra se leben den tenga ajaran teden de juntu tana ele juntu lende se hononto kado porjonto se kemiti rohibo togilingan bomar se leben alungan de tada dengan juntu tana ele se au nai ele yang gam se hononto kado porjonto rohibo buli mate pଚାରିଲେ ତ ଲୋକମାନଙ୍କର ଆତ୍ମା ସେମାନଙ୍କର ଆତ୍ମା ଅନନ୍ତ କାଳ ପର୍ଯ୍ୟନ୍ତ ସେଠି ସଫରିଂ କରିକି ସେ ରହିବ। ଓକେ ଇଟ୍ ଇଜ ନଟ୍ ଜଷ୍ଟ ଓନ୍ଲି physical suffering, it is also our spirit suffering। ଆମମାନଙ୍କର କେବଳ ଶାରୀରିକର ଯନ୍ତ୍ରଣା ନୁହଁ ଏ ହେଲରେ ଆମମାନଙ୍କର ଆତ୍ମାର ଯନ୍ତ୍ରଣା ସେଠି ମାନେ ଆତ୍ମାର ଯନ୍ତ୍ରଣା ମଧ୍ୟ ସେଠି ରହିଅଛି। ଓକେ Daging teman raja ti pareng itu kitu na asiling nothing is impossible manra neti koy doongan da kulay na kichi osu bita kitu neti jang da mel sete manra jo doong daga da kuete ji ai jeti ko juntu da ji do khai dong eti game jan ei jibo seta kichi bodo kota nai prabhunga pai or ai ja kitu ajang gadan ja doongan akal kale ti janang den asilingan daku do manra na doongan doong dagi dak kun dak kula janang dan aina dong ai ja dongan parde ti janang dan asilengan amana kichi koi pariba nahi। Sometime it may be with the physical, sometime it may be with the spiritual, so you can't say anything amane koi pariba ni satang jang ki manran jajang gada tete kon kohonti kebolo ଲୋକମାନଙ୍କର ଆତ୍ମା ସେଠି ଦ୍ୱନ୍ଦ ହେବ ବୋଲି ମାନେ କହି ପାରିବା ନାହିଁ କି ଲୋକମାନେ ଶରୀର ଆକାରରେ ଥିବେ ଏବଂ ଶରୀର ଆକାରରେ ଥାଇକି ସେମାନେ ଯନ୍ତ୍ରଣା ଭୋଗ କରିବେ ବୋଲି ଆମେ କହିପାରିବା ନାହିଁ। ବାଗୁ ବାମ୍ପଙ୍କ ନାତ ଦେତେ but ଯନ୍ତ୍ରଣାଟା ନିଶ୍ଚିତ ରହିବ। So this is all about the consequences of hell। ତ ଆସନ୍ତୁ ଦେଖିବା ବିଭିନ୍ନ ନାମ ନରକର ବିଭିନ୍ନ ନାମ। ଆସନ୍ତୁ ଦେଖିବା ନରକର ବିଭିନ୍ନ ନାମ। ଅଲରେଡି ମୁଁ କହିଛି ସିଓଲ ବୋଲି କୁହାଯାଏ ଯୋଉଟା କି ସିଓଲ ମାନେ କବରକୁ ବି ମଧ୍ୟ ଦର୍ଶାଏ ଏବଂ ପାତାଳ କୁଣ୍ଡ ମଧ୍ୟ ଦର୍ଶାଏ ଏବଂ
ମୃତ୍ୟୁ ଲୋକମାନଙ୍କର ସ୍ଥାନ ବୋଲି ସ୍ଥାନ ମୃତ୍ୟୁ ଲୋକମାନଙ୍କର ସ୍ଥାନ ବୋଲି ମଧ୍ୟ କୁହାଯାଏ ଏବଂ ଅଧାର୍ମିକ ଲୋକମାନଙ୍କର ସ୍ଥାନ ବୋଲି ମଧ୍ୟ କୁହାଯାଏ ଏବଂ ଦ୍ୱିତୀୟ ହଉଛି ଗେହେନା ଯୋଉଟା କି ମୁଁ ଅଲରେଡି ତାର ଗ୍ରୀକ ଶବ୍ଦ ବିଷୟ ମୁଁ ଅଲରେଡି I was explaining and then ତୃତୀୟ ହଉଛି lake of fire. Lake of fire. It is a final place of punishment for the wicked where the devil and the death and then all the ungodly will be thrown. Ugay. Irbanang samaran akai the jangrali na kai maranji do irgan kiltung maranji irpai tuban ai jarong sen iran dete do নরকর তার দ্বিতীয় নাম হচ্ছে irpani tut or gring tut. The anabunjilingan outer darkness guro hondokaro gamne na aba maja lumu okay na kota thanaran da kwe na itija koti torchlight or dekine itija bubu ranji ge thogal ban bubu ranji tar ti japo sui sui dikati ji vana nga ento do tamabo mo jabo kik ne longo ti ganur ti satang bubur je melai endung ti na mata light gorjangan deku da mangati gorjangan yang memberi deku legam nenden jodi it ganur gajan peder ganur gajan keralo gi namayam padekani itu ngam tu juga ganur gajan nayam pura gorjangan longo dari na रास्ता देखी है वो ना किसी देखी है वो बोर्ड जे सत्तांग इदिन आगू ते जात सदाते एले तू गनुर काजने तिल देन बोगा नरक जदि से गोरो अंधकार हटे एजे जे लाइट को तगिकता है गामने ने नीति नंबर देखोते ना सेटी आपण काहाकू डाकी पारिबे ना काहाकू आपण माने सेटी इतिन सना बुद्धि जे दोंगनम सायम लरतियम और बुद्धि जको dong buddhi jeko tik dong no mokik sayam binasana irajib ele abai pasi ite gametin sir jodi norko jodi longo darakuna ele yangam thogi nagam len yangam bar thogi batai gik khai bayan thogi sir ben gikta na কিন্তু এটা হচ্ছে আত্মিক বিষয় আত্মিকরে বুঝিবাকে পড়িব গুরু অন্ধকার অর্থ হচ্ছে এটা এটা আক্ষরিক ভাবে মানে নেবা নাই ওকে এটা পঞ্চম বিষয় এবিস ର ଅର୍ଥ ହଉଛି ବଟମଲେସ୍ ପିଟ୍ ପାତାଳ କୁଣ୍ଡ ଯୋଉଟା କି ପ୍ରକାଶିତ ବାକ୍ୟରେ ମଧ୍ୟ ଲେଖା ଯାଇଅଛି 9 ଅଧ୍ୟାୟ 11 ପଦ ଏବଂ 20 ଅଧ୍ୟାୟ 1 ରୁ 3 ଯଦି ଆପଣ ମାନେ ଅଧ୍ୟୟନ କରିବେ ଏବିସ୍ ବୋଲି କୁହାଯାଏ ବଟମଲେସ୍ ପିଟ୍ ନରକର ଅନ୍ୟ ନାମ ହଉଛି ଏବିସ୍ এটা হচ্ছে গ্রিক শব্দ the bottomless pit পাতাল কুণ্ড ইতি যে কত কই পাতাল কুণ্ড গামনে না আবম যে কতি না ডান দেখুয়ে না হিদিন দেখুয়ে না কতি ইতি যে দেখুয়ে আবম যে jaitan jeru dar kono na dong lamte dari ti satangte anak tu rulingan edes jeneng abe onyo namo নরকর অন্য নাম হচ্ছে এডেস র অর্থ হচ্ছে মৃত্যুর বাস্তবিক স্থান ওকে বা পানিশমেন্ট প্লেস আও সপ্তমরে টার্টেরস গ্রিক শব্দ টার্টেরস র হচ্ছে the prison of darkness where fallen angels are kept until the day of judgment ଯେଉଁ ସ୍ଥାନରେ ପତିତ ଦୂତମାନଙ୍କୁ ରଖାଯାଇଅଛି ସେ ସ୍ଥାନ ମଧ୍ୟ ନରକ ବୋଲି କୁହାଯାଏ ମୋର ଈଶ୍ୱରଙ୍କ ଲୋକମାନେ ଆଲେନ୍ ଯେତେବେଳେ ଏଞ୍ଜେଲୋଲୋଜି ବିଷୟ ଆମେ ଶିଖିଥିଲୁ ଆଙ୍ଗାତଲେନ୍ ପିସିରିଆନ୍ ଜବସେଲେନ୍ କେନଲ୍ ଲେମ୍ବେ ଅଡେ ଆଲେନ୍ ଆଙ୍ଗାତ ଡିସ୍କସନ୍ ଆମେ ଲେମ୍ବେ ଅଡେ ଆଙ୍ଗାତ ᱧang lembe ruang sering genap luna adelinji api siriaje ore Lucifer asan dunglenji api siriaje bagu anak mendele do puni api siriaje iti ruang sering anak gatlundele puni api siriaje bagu kategori re kora chahiye one is confined angel one is unconfined angel
कौन बोली कहली कनफाइन एंजल अनकनफाइन एंजल अब अति स्वाधीन भाव से माने बुलंती आ गोटे होची से माने बंदित्व करा जाई अछि परमेश्वर निजे से माने बंदी करिके रखिचंती एवं जो स्थान रे से माने बंदी करिके रखिचंती से स्थान मध्य कौन बोली कुआ जाए नर्क जोटा कि ग्रीक शब्द रे टार्टरस बोली कुआ जाए टार्टरस हेले आपण आपण मानक मनरे भी ए प्रश्न भी आसी पारे आप माने केमिति जानिबा जे सदा प्रभु आ से दूत माननकु बा से लुसिफर दूत माने सदा प्रभु से माने सीमित स्थान रे बा गुटी स्थान रे से रखिचंती बोली कि रखिचंती बुक ऑफ रेवलेशन रे जदि आपण माने देखिबे यूफ्रेटिस अलोंस रे तजिंती पिसिडिया जे डुंगले नाची गामते यूफ्रेटिस इंग्लिश बात यूफ्रेटिस रिवर गामते अब alon lingan sering PCD aja dungli na gamte elekun pede yo pristis lingan alo lingan to exactly pede ada kuat binda wampong van hitungan da kuetin do anta jaga na start starters buli ko jae ebong se jaga madhya kon buli ko jae not ko buli ko jae and then number 8 it is a place it is a place of torment तार अर्थ होउची या जंत्रणार स्थान एवं नवम होउची सेकेंड डेथ द्वितीय द्वितीय मृत्युर स्थान ऑलरेडी द्वितीय मृत्युर विषय ऑलरेडी मु एक्सप्लेनेशन कली तो द्वितीय सॉरी द्वितीय मृत्युर स्थान होउची नरक एंड देन जेहेतु सेठी लोक माने द्वितीय तर मरिबे केमिति मरिबे आत्मिक दिगरे से माने मरिबे आउ सेठी आउ बचिबार चांस नाही जेहेतु तितो की कितु नागासा ale nam kitu preng arkun asan kitu man ajangara batale connected preng arkun batasan ale name bolchi ki hochu binde tete norkolingan ore kenorai na kitu na dong rabang terap tibe na kitu na au nyul gitli terap tibe na kitu na dong le guring terap tibe ki si amene kori pariba nahi you can't and anap galji lingan norkor onyo namo huchi everlasting punishment অনন্ত কাଳର कौन पनिशमेंट बा धंद बोली मध्य कुआ जाए तो मरीश्वर लोक माने नरक होउची इट इज ए रियल प्लेस या होउची वास्तविक यू नो वास्तविक वास्तविक विषय या गुटिए काल्पनिक विषय नुह आजिकाली अनेक रिसर्चर्स माने आर्कियोलॉजिस्ट माने से माने भी फाइंड आउट करूचंती नरक कोठी अछि द वन थिंग वा गुटे शुणुली what aman raji archaeologist mane tigo gaile labolingan ko tangan til gaiji apom je mane kon kohonti alen galam tebi science anusara gilben den bogat jaitan alen garre yerben den dajing te garre yer tebe jaitan itin ku garam deke japo dajing pong agram mane jetu in down in the ground togin deku alen galam deku alen da bukor nakin olte benaman ra science akin olte benaman ra galam tebe wa koti laboling garre yerbenden alungan koti tay unyul lang ne garam deku jetu to koti ti nagasa rangi nagasa ତେଣୁ କରି ମୋର ଈଶ୍ୱରଙ୍କ ଲୋକମାନେ ନରକ ହଉଛି ବାସ୍ତବିକ ସ୍ଥାନ and then ଅଳାରିଙ୍ଗ ବଗା ଏତିକ ଯାଇତାନ ଅଳା ଯଦି ସରି ବଗା ଯାଇତାନ laboling garben etika dakat tagaram den bogat kitungan kan olar najai ta ko talungan labon najai taling bogat kani kinorain da kuetin den itimpong itin memberi agaram ko to de aman koi paribana so we need to understand sir about the concept of hell so it is all about eternal punishment and it is separation from God and all this so amane e bishay mane janibaku podibo ତେଣୁ କରି ମୋର ଈଶ୍ୱରଙ୍କ ଲୋକ ମାନେ ରୁମି ତାର 6 ଅଧ୍ୟାୟ 23 ପଦରେ କଣ ଲେଖା ଯାଇଅଛି for the wage of sin is death but the gift of God is eternal life in Christ Jesus our Lord ପାପର ବେତନ ହେଉଛି ମୃତ୍ୟୁ କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ କଣ ପାଇବା ଅନନ୍ତ ଜୀବନ ପାଇବା ତେଣୁ କରି ଆମମାନେ ଯୀଶୁଙ୍କୁ ବିଶ୍ୱାସ କରୁଛୁ
ଯୀଶୁଙ୍କୁ ଆମମାନେ ଗ୍ରହଣ କରିଛୁ, ତେଣୁକରି ଯୀଶୁଙ୍କ ଦ୍ୱାରା ଆମମାନେ ଭରସା କରିକି ଆମମାନେ ରହିବା and then ତାହାଙ୍କ ଦ୍ୱାରା ଆମମାନେ ଆ ବଞ୍ଚିତ ହେଇକି ଆମମାନେ ସ୍ୱର୍ଗକୁ ଯିବା, ନରକକୁ ଆମମାନେ ଯିବା ନାହିଁ। and then ଶେଷ ବିଷୟ ହଉଛି ସେମିତି କଣ ଏଟା ओके बिब्लिकल वार्निंग जजमेंट एंड पनिशमेंट बाइबल आम मान को कौन शिक्षा देता है ए नरक विषय बा नरक को न जीवा पाई बाइबल आम मान को कौन कहे जो माने अधार्मिक से माने ही नरक को जीवे एवं जो माने विश्वास करिवे नहीं से माने ही जीवे एंड जो माने प्रतारण करिवे जे माने अविश्वस्त रहिबे से माने ही जीवे एवं जो माने दुष्ट काम करंती दुष्टतार से माने परिपूर्ण से माने से स्थान को जीवे एंड डू यू शो नो कन्फेशंस जो मान को पाखरे दया नहीं डर्ब नहीं से माने नरक को जीवे एंड जते बेले से माने नरक को जीवे कौन हेबो ना इट विल बी है ग्रेट सफरिंग तेणु करी आजिकाली अनेक लोक माने अविश्वासी माने प्रभु को बा यीशु को से माने रिजेक्ट करूचंती एवं अनेक बंद शिक्षक माने एवं कपटी लोक माने एवं पापरु परिवर्तन करुनथिबा लोक माने अछंती एवं परमेश्वरंकर इच्छा विरुद्ध से माने चाहती ए लोक माने ही नरक को जीवे एवं जेते बेले से माने जीवे आउ से माने वंचित एबे नहीं तो प्रभु हम मान को साहाय्य करंतु प्रभु हम मान को अनुग्रह करंतु प्रभु हम मान को साहस दियंतु निजको प्रस्तुत करिया पाई एवं जेपरि हम माने स्वर्ग को जीवा जेपरि हम माने ताहांको पाख को जीवा जेहेतु सदा प्रभु से चाहती जेपरि हम माने कौन हेबा नहीं जेपरि हम माने का so that we should not perish yang tegam lalen say lang ne yang tegam lalen agoy lang ne karena kitu na isman anti nasan ale kitu na isman alen abo jorai besrai sai aman jadi norko ku jiba I don't think so it is will of God or plan of God so let's examine ourselves ନିଜକୁ ଆମମାନେ ସମୀକ୍ଷା କରିବା ଆମମାନେ ନରକ ଯିବା ପାଇଁ ପ୍ରସ୍ତୁତ ଅଛୁ ନା ସ୍ୱର୍ଗକୁ ଯିବା ପାଇଁ ଆମମାନେ ପ୍ରସ୍ତୁତ ଅଛୁ ଆବଇ ता बिरंडकु woman rakre adirna godon adirna kre dajing dakul gamne na 100% adirna dakul 100% adirna dakul sorry intino 50% adirna dakul 50% adirna dakul 50-50 ele aina ada onurungan dele amam wa yerte ruanga yertole ruanga yertole ke kinora yerta gamlenji ejenya itinat kinorain itinat ruangan yang kita rabak menggametin sarabak mang munna dong banurung baca gamenden noko kunele ele nork angat kinorai banurung loji kota pura DJ box pura jirele gita puni lagi चे and then pura Sambalpur gita puni lagi चे pura dumdang dangran je dangri je kare kota kare andikle ne tinin kare thong loji apa mang norko ku देखिला and then oh नरक को तो मु देखिली आउ स्वर्ग को मु देखिबे बा स्वर्ग को मु देखिबे गामे देन एला जाइना रुआंग बा रोंग बजी रुआंग बा ना तोरंग बजी पिसिडियाजी बा लॉय मरंजी थुडुम ले आलेम तेन जाति तिकिजे दो कुनाते गजंग गिले इतिना मोन्ना ने को मनरा ना बा मते बेजा न्यन मु नरक को जीबे गामे देन पेडे को थुडुम ले अगर बेर जाति कुन di torong podongnya pada turun te jagamle norko ku jibi game den tungar ringan norko ate ku ni enjoyment place apa liatin sesore security gala norko ku gala actually semiti nuho jodi hamanangkor faith jodi 100 মানে সেমিতি 50-50 নুহ এলা কি 100% আমানকর বিশ্বাস রইবা দরকার নলে 100% আমানকর অবিশ্বাস রইবা উচিত তাহলে गुटे जगह रे वामपंग वन लेन क्वालिफाइड लंगतेन बिंदु कोडी कोता 50-50 सेटा हेबो नै जस्ट एला गुटे कहानी माध्यम रे आपण मानको कहिले मोर कहिबार अर्थ हम माने केहु जगह का माने चूज करूछु which place we are selecting that is very important तेणु करी बाइबल मध्य कोए ऊर्ध्वस्त विषय रे आपण माने आसक्त हो किंतु ए पार्थिव विषय नुह ऊर्ध्वस्त विषय आसक्त हेबाकू पड़िबो
not ପାର୍ଥିବ ବିଷୟ. The things that is belongs to the world, we should not spend our life. Otherwise, we'll be going to the hell. तो प्रभु ए पठित वाक्य रे ए क्लास रे प्रभु समस्त को आशीर्वाद करंतु एंड थैंक यू सो मच